ଚାଉଳଟାକୁ ବାଛି ଦେଇକି ଯାଇକି ରୋଷେଇ କରିବି। ଗୋଟେ ଚାଉଳ ସବୁ କ'ଣ ରହିଛି ଏଗୁଡ଼ାକ। ଆମା ଏ ମାଛ ଫୁଲକୋବିର ଗୋଟେ ଭଲ ରେସିପି ବନା। କ'ଣ ବନେଇବି? ଫୁଲକୋବି ମାଛ ଆଳୁ ଦେଇକି ଫୁଲକୋବି ରସା ବନେଇବୁ ଗାଁ ଷ୍ଟାଇଲରେ କମ୍ ମସଲା ଦେଇକି ତ। ବାସ୍। ହଉ ଠିକ୍ ଅଛି, ଚାଲ। ତ ମାମା ରେଡି କରିସାରିଲୁନି ସବୁ କେଳା କିଳି? ହେଇଗଲା ବା। ଏଇ ଦେଖିଆ। ମାଛର ପ୍ରଥମେ ଟିକେ ଲୁଣ ପକେଇଦବା, ତାପରେ ଦବା ହଳଦୀ ଗୁଣ୍ଡ। ଆଚ୍ଛା ଏ ମାଛ କେତେ ଟଙ୍କା ପଡିଲା ଏଇଟା ମାର୍କେଟରୁ? ମାଛଟା ଏଇଟା କେତେ ଥିଲା ତ ବାପା? ଏଇଟା ଥିଲା ଆମର ମାଛଟା 700 ଗ୍ରାମ। 700 ଗ୍ରାମ କେତେ ଟିକେ ଅଧିକା ଥିଲା। ଆଚ୍ଛା। ଆଉ ଏଇଟା କି ମାଛ ଆକ୍ଚୁଆଲି ମୁଁ ଜାଣିନି। କିଏ ଏଇଟା କହୁଛି ଆମର ଦେଶୀ ରୁହି, କିଏ କହୁଛି କୋଉଠି ମୁଁ ଜାଣିନି। ମାଛଟା ଆକ୍ଚୁଆଲି ମୁଁ ନାଁ ଜାଣିନି। ଯଦି ଆପଣମାନେ ଜାଣିଥିବେ ମୋତେ କମେଣ୍ଟ କରିବେ। ଏଇଟାକୁ ଆମେ କ'ଣ କରିବା, ସେଇଟାକୁ ଲୁଣ ହଳଦୀ ତ ଗୋଳେଇଲି। ତାପରେ କଢ଼ାଟା ବସେଇବା। କଢ଼ାଟା ବସେଇକି ଆମେ ଗ୍ୟାସ୍ଟାକୁ ଚାଲୁ କରିଦେବା। କଢ଼ାଟା ଗରମ ହେବା ପର୍ଯ୍ୟନ୍ତ ମୁଁ କ'ଣ କରିବି, ମାଛଟାକୁ ମ୍ୟାରିନେଟ୍ କରିନେବି। ମାଛଟାକୁ କ'ଣ କରିବା, ଏଥିରେ ଆଉ ଟିକେ ତେଲ ଦେଇଦେବା। ଆପଣମାନଙ୍କ ପାଖରେ ସୋରିଷ ତେଲ ନିହାତି ଦେବେ। ମୋ ପାଖରେ ଯେହେତୁ ଆଜି ସୋରିଷ ତେଲ ନାହିଁ, ମୁଁ ଏଠି ରାଇସ୍ ନା ଏଇଟା ରାଇସ୍ ଅଏଲ୍ଟା ଦେଇଛି। ଆଉ ସେଥିପାଇଁ ଆପଣଙ୍କ ପାଖରେ ସୋରିଷ ତେଲ ଥିଲେ ସୋରିଷ ତେଲ ନିଶ୍ଚିନ୍ତ ଦେବେ, କାରଣ ସୋରିଷ ତେଲ ହିଁ ନିହାତି ନନଭେଜ୍ ପାଇଁ ସୋରିଷ ତେଲ ପରଫେକ୍ଟ। ଟେଷ୍ଟ ବି ଭଲ ଆସିବ, ବହୁତ ଭଲ ଆସିବ। ଖାଲି ଭଲ ନୁହେଁ, ବହୁତ ଭଲ ଆସିବ। ମାଛଟାକୁ ଭଲ ଭାବରେ ଏମିତି ଲୁଣ ହଳଦୀ ଗୋଳେଇ ନେଇକି ତାପରେ କ'ଣ କରିବା, ଆକୁ ଭାଜି ନେବା। ଭାଜିବା କେମିତି, ଅଳ୍ପ ଟିକେ ଭାଜିବା, ବେଶୀ ଭାଜିବାନି, କମ୍ ଟିକେ ଭାଜିବା। ତାପରେ ପୁଅର ତ ଡିମାଣ୍ଡ ଅଛି ଯେ ଫୁଲକୋବି ଆଳୁ ପକେଇବା। ତାପରେ ଫୁଲକୋବି ଆଳୁକୁ ମଧ୍ୟ ମୁଁ କାଟିକି ରଖିଦେଇଛି। ଏମିତି ଲମ୍ବା ଲମ୍ବା କରିକି ଆଳୁ କାଟିବେ, ଆଉ ଫୁଲକୋବି ଟିକେ ବଡ଼ ସାଇଜରେ କାଟିବେ। ମୁଁ ଟିକେ ହାତ ଧୋଇ ପକାଏ। ମୋର ତ ଅଲରେଡ଼ି ଦେଖନ୍ତୁ କଢ଼ାଟା ଗରମ ହେଇଗଲାଣି, ଭଲ ଭାବରେ ହେଇଗଲାଣି ଗରମ। ସେଠି ମୁଁ ଆଗରେ ଟିକେ ଅଳ୍ପ ତେଲ ଦେବି। ତେଲ ଦେଇକି କୋବି ଆଳୁଟାକୁ ଆଗରୁ ଭାଜି ନେବି, କାରଣ କୋବି ଆଳୁଟାକୁ ଭାଜିଦେଲେ ଆଉ ତାପରେ ଟିକେ ବେଶୀ ତେଲ ଦେଲେ ମାଛଟାକୁ ଭାଜିନି। ସେଥିପାଇଁ ଅଳ୍ପ ଟିକେ ତେଲ ଦେବି, ଦେଇକି କୋବି ଆଳୁଟାକୁ ଆଗରେ ଭାଜି ନେବି। ଏଇ ଯେଉଁ ଫୁଲକୋବି ଆଳୁଟାକୁ ଫୁଲକୋବି ସାଇଜ୍ଟା ଟିକେ ଏମିତି ବଡ଼ ରଖିବେ। ଏମିତି ଟିକେ ବଡ଼ ରଖିଲେ ଟିକେ ବଢ଼ିଆ ଲାଗିବ, ଭାଙ୍ଗିବନି। ଆଉ ଏମିତି ଆଳୁ ଗୁଡ଼ାକ ରହିବ। ତାକୁ ଆଗରେ ଆମେ ଟିକେ ଭାଜି ନେବା, ଅଳ୍ପ ଭାଜିବା, ବେଶୀ ଭାଜିବାନି, ଅଳ୍ପ ଟିକେ ଭାଜିବା। ଆଳୁ ବା ଫୁଲକୋବିକୁ ଭାଜିବା ପାଇଁ ଛାଡ଼ିଦେଲି। ସେ ଟିକେ ଲାଲ ହେଲା ପର୍ଯ୍ୟନ୍ତ ତାକୁ ମୁଁ ଭାଜିନି। ତାପରେ ଏଠି ମୁଁ ମସଲା ପାଇଁ ଦେଖନ୍ତୁ କ'ଣ ରେଡ଼ି କରିଛି। ମୁଁ ମସଲା ପାଇଁ ଏଠି ନେଇଛି, ଏଠି ଦେଖନ୍ତୁ ନେଇଛି, ଏଇଟା ନେଇଛି ରସୁଣ। ମୁଁ ଏଠି 10-12 କିଲୋ ରସୁଣ ନେଇଛି। ଏଠି 4ଟା କଞ୍ଚା ଲଙ୍କା ନେଇଛି, ଧନିଆ ନେଇଛି। ମୁଁ ଏଠି ନେଇଛି କଳା ସୋରିଷ, ଆପଣ ଚାହିଁଲେ ବି ଧଳା ସୋରିଷ ନେଇପାରିବେ, ଆଲୁ ସୋରିଷ ନେଇପାରିବେ। ଏଠି କଳା ସୋରିଷ ନେଇଛି, ଏଠି ପୁସ୍ତ ନେଇଛି, ଆଉ ଏଠି ଜିରା ନେଇଛି। ଆର ସବୁର ପରିମାଣ ମୁଁ ଗୋଟେ ଚାମଚ ନେଇଛି। ଆକୁ ମୁଁ ଗ୍ରାଇଣ୍ଡିଙ୍ଗ କରିଦେବି। ତାପରେ ଏଥିରେ ମୁଁ ଦେବି କ'ଣ, ଏଥିରେ ଦେବି 2 ଚାମଚ ତେଲ ମଧ୍ୟ ଦେଇଦେବି। କାରଣ ତେଲଟା ଦେଇକି ଥରେ ଗ୍ରାଇଣ୍ଡିଙ୍ଗ କରନ୍ତୁ, ଦେଖିବେ କେମିତି ତାର କଲର୍ଟା ଆସୁଛି, ଆଉ କେମିତି ତାର ମିକ୍ସିଂ କେମିତି ହେଉଛି। ତାପରେ ସେଥିରେ ମୁଁ ଦେଇଦେବି କ'ଣ, ହଳଦୀ ଗୁଣ୍ଡ। ହଳଦୀ ଗୁଣ୍ଡ ସ୍ପୁନଟା କୁଆଡ଼େ ଏଥିରେ ମୁଁ ଦେଇଦେଲି, ଦେଖନ୍ତୁ ହଳଦୀ ଗୁଣ୍ଡ ଦେଇଦେଲି, ଆଉ ଅଳ୍ପ ଟିକେ ମୁଁ ଏଥିରେ ଲଙ୍କା ଗୁଣ୍ଡ ଦେଇଦେଲି। ଆଉ ଏଠି ମୁଁ ଦେଇଦେଲି ଅଳ୍ପ ଟିକେ ଖାଲି ଗରମ ମସଲା, ଅଳ୍ପ ଟିକେ ଦେଇଛି, ବେଶୀ ନୁହେଁ, ଅଳ୍ପ ଟିକେ ଗରମ ମସଲା ମୁଁ ଦେଇଦେଇଛି। ତାକୁ ଆମେ କ'ଣ କରିବା, ତାକୁ ଗ୍ରାଇଣ୍ଡିଙ୍ଗ କରିନେବା। ଏଥିରେ ଆଉ କ'ଣ ଦେବି, ଏଥିରେ ମୁଁ ଦେବି ପାଣି ଟିକେ, ଅଳ୍ପ ଟିକେ ପାଣିରେ ହେଟା ନେଇ ଉପରକୁ ଆସିବନି। ମୁଁ ଅଳ୍ପ ଟିକେ ପାଣି ଦେବି, ପାଣି ଦେଇ ଆକୁ ଭଲ ଭାବରେ ଗୋଟେ ଗ୍ରାଇଣ୍ଡିଙ୍ଗ କରିନେବା। ଏଠି ଦେଖନ୍ତୁ କେତେ ସୁନ୍ଦର ଭାବରେ ଆଳୁ ଫୁଲକୋବି ଭଲ ଭାବରେ ଭାଜି ହେଇଗଲାଣି। ତାକୁ ଆମେ ଗୋଟେ ପ୍ଲେଟ୍କୁ ବାହାର କରି ଆଣିବା। ଆଉ ସେଇ କଢ଼ାରେ ତେଲ ତ ଅଳ୍ପ ଟିକେ ଥିବ, ଆଉ ଅଳ୍ପ ଟିକେ ତେଲ ଦେଇକି ପୁଣି ମାଛଟାକୁ ଆମେ ଭାଜି ନେବା। ମାଛଟାକୁ ଏତେ ବେଶୀରେ ଭାଜିବାନି, ମାଛଟାକୁ ଟିକେ କମ୍ରେ ଭାଜିବା, ପୁରା କଡ଼କ ଫ୍ରାଏ କରିବାନି, ଟିକେ ଅଳ୍ପ ନର୍ମାଲି ଭାଜି ନେବା। ଦେଖନ୍ତୁ ମୋର କେତେ ସୁନ୍ଦର ଭାବରେ ଏଇଟା ଆମର ଆଳୁ ଫୁଲକୋବି ଭଜାଟା ହେଇଯାଇଛି, ଅଳ୍ପ ଟିକେ ମାତ୍ରାରେ ବି ସିଝି ଯାଇଛି। ତାକୁ କାଢ଼ି ନେବା। ତାପରେ ଆମେ କ'ଣ କରିବା, ସେଇ ତେଲ ଦେଖନ୍ତୁ ବଳକା ତେଲ ଯେଉଁ ଅଛି ସେଇଥିରେ ମୁଁ କ'ଣ କରିବି, ଆଉ ଅଳ୍ପ 2 ଚାମଚ ତେଲ ମୁଁ ଆଡ଼୍ କରିଦେବି। କାରଣ ମାଛ ଯେହେତୁ ଟିକେ ଅଧିକା ତେଲ ମୁଁ ଏଟାରେ ଦେବି, ଟିକେ ଅଧିକା ତେଲ ହିଁ ଲାଗିବ। ମୁଁ ଏଠି ଆଉ ଅଳ୍ପ ଟିକେ ତେଲ ମୁଁ ଆଡ଼୍ କରିଦେବି। ତାପରେ ମୁଁ ସେଇଠି ଦେବି ମାଛଟାକୁ ପକାଇଦେବି।
ତେଲ ଟିକେ ଗରମ ହେଇଗଲାଣି ମାଛଟାକୁ ଦେଇଦେବି। ଏ ମାଛଟା ଆକ୍ଚୁଆଲି ତ ମୁଁ ଜାଣିନି କି ମାଛ, ତଥାପି ଦେଖିବା ଫାର୍ଷ୍ଟ ଟାଇମ୍ ପାଇଁ ଆଣିଛି, ଭଲ ଲାଗୁଛି ଯେମିତି ଲାଗୁଛି ଖାଇଲେ ଜଣାପଡ଼ିବ। ମାଛଟା ବି ଏତେ ମାନେ ତାଜା ବି ନଥିଲା, ଟିକେ ନରମ ହେଇଯାଇଥିଲା। ଆଉ କିନ୍ତୁ ସେ କହିଲେ କି ଏଇଟା ଭାଜିଲେ ଟିକେ କଡ଼କ ହେଇଯିବ। ଯାହା ହଉ ମୁଁ ସବୁ ମାଛ ଦେଇଦେଲି, ମୁଣ୍ଡଟା ବି ମଥା ମାଛଟାକୁ ମଧ୍ୟ ଦେଇଦେବା। ମଥା ମାଛ ମୋତେ ଖାଇବାକୁ ବହୁତ ଭଲ ଲାଗେ। ଅଲରେଡ଼ି ଦେଖନ୍ତୁ ମାଛଟା ମୋର ଗୋଟେ ସାଇଡ଼ ଫ୍ରାଏ ହେଇଗଲାଣି, ଦୁଇ ସାଇଡ଼ ମୋତେ ମୁଁ ଆଉ ଗୋଟେ ପଟେ ଓଲଟେଇ ଦେଇଥିଲି, ଦୁଇ ସାଇଡ଼ ମୋତେ ଠିକ୍ ଭାବରେ ଫ୍ରାଏ ହେଇଗଲାଣି। ବେଶୀ କଡ଼କ କରିକି ଭାଜିବାନି, ଆମେ ଏତିକିରେ ଆମେ ମାଛକୁ ବାହାର କରି ଆଣିବା। ମାଛକୁ ଯେମିତି ବାହାର କରିବା ଛୋଟ ଚାମଚ ଆଣିଲେ ମାଛଟାକୁ ଧୀରେ ଧୀରେ ସେଇ ଫୁଲକୋବି ଆଳୁର ପ୍ଲେଟ୍କୁ ମୁଁ ବାହାର କରି ଆଣିବି ସାବଧାନ ସହିତ, କାହିଁକିନା ଟିକେ ମାଛଟାକୁ ମୋତେ ଟିକେ ଭାଜିବା ସମୟରେ ଯଦି ମାଛଟା ଭାଙ୍ଗି ହେଇଯାଏ ନା ମୋତେ ଟିକେ ଭଲ ଲାଗେନି। ଆଉ ସେଥିପାଇଁ ମୁଁ ମାଛକୁ ଯେତେବେଳେ ଭାଜେ ବହୁତ ସତର୍କର ସହିତ ମୁଁ ଭାଜେ। ତାପରେ ସେଇ ବଳକା ତେଲରେ ଆମେ ପୁଣି ମସଲା କଷିଦେବା। ମାନେ ମାଛଟା ହେଇଗଲା। ଆମେ ଜାଣିଛୁ ବାଲିଯାତ୍ରାରେ କ'ଣ ହେଇଛି? କ'ଣ ହେଇଛି? କ'ଣ ଗୋଟେ କ'ଣ ସେ ଦୋଳି ଅଟକି ହେଇଛି। ତା ବୋଲି କ'ଣ ବାଲିଯାତ୍ରାକୁ ଆମେ ଯିବାନି? ସେଇପାଇଁ ମୁଁ ବାଲିଯାତ୍ରା କେହି ଯାଏନି, ଘର ବସିବୁ ପଚାରି ଦେଖିବୁ ଘୋଡ଼ିକି ବାସ୍। ନା ବାଲିଯାତ୍ରା ଯିବା ନା, ବହୁତ ଦିନ କେତେ ବର୍ଷରୁ ସେଇଟା ଆମର ବାଲିଯାତ୍ରା ଆମ ଓଡ଼ିଶାର, ଆମ କହିତେ ଗଲେ ଭାରତ ପ୍ରସିଦ୍ଧ। ସେଥିପାଇଁ ବାଲିଯାତ୍ରା ଯିବା, କିନ୍ତୁ ସତର୍କର ସହିତ ଏସବୁ ପ୍ରତି ଟିକେ ସାବଧାନ ଅବଲମ୍ବନ କରିବା, ହେଲା କି। ତାପରେ ଆମ ଏଠି ଟିକେ କ'ଣ ଦେବା, ଏଠି ମୁଁ ଟିକେ ଦେଇଦେଲି ସୋରିଷ, ଟିକେ ଦେଇଦେବେ ଗୋଟା ସୋରିଷ। ଆପଣଙ୍କ ପାଖରେ ଯଦି ଥିବ ଆମର ୟେଲୋ କଲର୍ ସୋରିଷଟା, ସେଟା ବି ଆପଣ ଦେଇପାରିବେ। ମୁଁ ଦେଇଦେଲି ଗୋଟେ ଚାମଚ ସୋରିଷ ଦେଇଦେଲି। ତାପରେ ମୁଁ ଏଠି ଦେବି ଧନିଆ ପତ୍ର। ଧନିଆ ପତ୍ରଟା ଆପଣମାନେ ଭାବୁଥିବେ ଧନିଆ ପତ୍ରଟା କ'ଣ ତେଲରେ ଦିଆଯାଏ? ହଁ, ଧନିଆ ପତ୍ରଟା ତେଲରେ ଦେବା, କାରଣ ଧନିଆ ପତ୍ର ଏଇଠି ଟିକେ ବହୁତ ଅଭିମାନୀ ହେଇଯିବ। କାହିଁକିନା ଧନିଆ ପତ୍ରର କାମ ହେଲା ଲାଷ୍ଟରେ ଯିବ ଆଉ ବହୁତ ଭାଉ ନେଇକି ଆସିବ, ଆଉ ବିଚରା ତେଜପତ୍ର ଫାଷ୍ଟରେ ଯିବ, ଖାଇବା ପାଖରେ ତାକୁ ବାହାର କରି ଦିଆଯିବ। ସେଥିପାଇଁ ଧନିଆ ପତ୍ରକୁ ମୁଁ ଏଇଠି ଆଗରେ ଦେଲି, ହେଲା କି, ଯାହାକି ସେ ଆଉ ଭାଉ ଖାଇପାରିବ ନାହିଁ। ତାପରେ ମୋର ଧନିଆ ପତ୍ର ସହିତ ଏଠି ଦେଇଦେଲି, ଦେଖନ୍ତୁ ମୁଁ ପେଷିକି ରଖିଥିବା ମୋର ସବୁ ପ୍ରକାର ମସଲା ଏଇଠି ଦେଇଦେଲି। ମସଲା କାରଣ ଇଏ ଯେହେତୁ କି ସବୁ କଞ୍ଚା ଅଛି, ଆମର ସୋରିଷ, ଜିରା, ଧନିଆ, ପୋସ୍ତ ସବୁ ଆମର କଞ୍ଚା ଅଛି। ସେଥିପାଇଁ ଆକୁ ଟିକେ ସମୟ ଭଲ ଭାବରେ ଆମେ କଷିବା, ଯେତିକି ପର୍ଯ୍ୟନ୍ତ କଷିବା ଯାହାକି ସେଥିରୁ ତେଲ ଛାଡ଼ିବା ଦରକାର କରିଛି। ତାପରେ ୟାକୁ ପୁଣି ଆମେ କ'ଣ କରିବା, ଏଠି ଗୋଟେ ଟମାଟୋ ନେଇଛି ଦୁଇଟା, ଦେଖନ୍ତୁ ମିଡ଼ିୟମ୍ ସାଇଜ୍ର ଟମାଟୋ, ତାକୁ ଆମେ କାଟି ନେବା। କୁହାଯାଏ ମଣିଷ ବହୁତ କିଛି ଚେଷ୍ଟା କଲା ପରେ, ସବୁଥିର ହାର ମାନିଲା ପରେ ହୁଏତ ଏଇ ଇନଷ୍ଟା, ଫେସବୁକ୍ ବା ୟୁଟ୍ୟୁବ୍ର ସେ କିଛି ଗୋଟେ କରିବା ପାଇଁ ତାକୁ ତାର ଲାଇଫ୍ ବୋଲିକି ମାନିନିଏ। ସେଥିପାଇଁ ଆପଣମାନେ ଦୟାକରି ମୋତେ ସବସ୍କ୍ରାଇବର୍ ଗୋଟେ କରନ୍ତୁ। ହୁଏତ ମୋର ଏଇଟା ବି ମୋର ପରିବାରର କିଛି ଆଶା ଭରସା ନେଇକି ମୁଁ କରିପାରେ। ସେଥିପାଇଁ ମୋର ଭିଡ଼ିଓଟାକୁ ଟିକେ ଲାଇକ୍ କରିବେ, ଟିକେ ସବସ୍କ୍ରାଇବର୍ କରିବେ। ମୋର ବହୁତ ଭରସା ଆଶା ରହିଛି। ଦେଖନ୍ତୁ ମୋର ମସଲାଟା ଅଲରେଡ଼ି ହେଇଗଲାଣି। ମୁଁ ଏଇଠି ଅଳ୍ପ ଟିକେ ପାଣି ଦେଲି। ପାଣିଟା ଦେଇସାରିଲା ପରେ ଆମେ ମସଲାଟାକୁ ସେତିକି ସମୟ କଷିବା ଯେତିକି ସମୟ ମସଲା ସବୁ ସମସ୍ତଙ୍କ ସହିତ ଭିଡ଼ି ହେଇ ରହିବେ, ଏମିତି ଯେ ପ୍ରକାର ଛାଡ଼ ନ ହେବେ। କାରଣ ହେଲେ ଆମେ ଜାଣିପାରିବା ଯେ ଆମର ମସଲାଟା ହେଇଗଲା ବୋଲି। ଦେଖନ୍ତୁ ଏତେ ତେଲ ମଧ୍ୟ ଛାଡ଼ିଲାଣି। ଏଇଠି ମୁଁ କ'ଣ କରିବି, ଟମାଟୋ ଦେଇଦେବି। ଆପଣମାନେ ଭାବୁଥିବେ ଲୁଣ କେତେବେଳେ ଦେବ, ହଳଦୀ କେତେବେଳେ ଦେବ। ହଁ, ଏବେ ଦିଆଯିବ ଲୁଣ ଆଉ ହଳଦୀ। ଏବେ ବର୍ତ୍ତମାନ ଆସିଲା ବାରି ଲୁଣ ହଳଦୀର, କାରଣ ଲୁଣଟା ଏବେ ମୁଁ କାହିଁକି ଦେବି ନା, ଟମାଟୋର ଲୁଣ ଦେବି, ଟମାଟୋ ଶୀଘ୍ର ଟିକେ ବଏଲ୍ ହେଇଯିବ। ତାପରେ ମାଛରେ ମୁଁ ଲୁଣ ଦେଇଥିଲି, ଆଳୁ ଫୁଲକୋବିରେ ଲୁଣ ଦେଇଥିଲି, ଆଉ ଝୋଳ ହିସାବରେ ମଧ୍ୟ ଲୁଣ ମୁଁ ଏଇଠି ଦେଇଦେଲି। ତାପରେ ମୁଁ ଏଠି ଏଡ଼୍ କରିବି କ'ଣ, ମେନ୍ ଜିନିଷ ଯେଉଁଟାକି ଖାଦ୍ୟ ପାଟିକୁ ଯେତିକ ସ୍ୱାଦ ଲାଗେ, ଯେତିକ ଭଲ ନ ଲାଗେ, ଆଖିକୁ ଯଦି ଟିକେ ସୁନ୍ଦରିଆ ଦେଖାଯାଏ ନା, ସେତିକି ଖାଇବାକୁ ଆଉ ଟିକେ ଭଲ ଲାଗେ। ସେଥିପାଇଁ ମୁଁ ଏଇଠି ଏଡ଼୍ କରିଦେଉଛି ଲାଲ କାଶ୍ମୀରୀ ଚିଲ୍ଲି ପାଉଡ଼ର, ଯେଉଁଟାକି ଆମର ଏଇଟା ପୁରା ତରକାରୀର ତାର ସୁନ୍ଦରତାକୁ ବଢ଼େଇଥାଏ। ତୀଖା ତ ଥାଏନି, କିନ୍ତୁ ତାର ସୁନ୍ଦରତା ବଢ଼େଇଥାଏ। ମୁଁ ଏଇଠି ଦେଇଦେଲି। ପ୍ରାୟ ଲୋକ କ'ଣ କରନ୍ତି, ତରକାରୀରେ ତେଲରେ କଷି ଦିଅନ୍ତି, କିନ୍ତୁ ତେଲରେ କଷି ଦେଲେ ତରକାରୀଟା ବ୍ରାଉନ୍ କଲର୍ ହେଇଯାଏ। ସେଥିପାଇଁ ମୁଁ ବର୍ତ୍ତମାନ ଦେଇଦେଲି ଲାଲ
रेड चिली पाउडर काश्मीरी चिली पाउडर ये देदेली टे समय एमती डांगी देके ढांकी देवी टमाटोटा बॉयल है पर्यंत ढांकी देवा वाव बढ़िया रंग कलरटा बढ़िया रंग होती मन मोहि जाऊँगी मन लोभा भी होती बास्ना बहुत सुंदर बास्नाटा है लाजवाब तापर मुझे देदेवी माछ आ फुलकोबी एबे भी पानी भी आपण मैंने दे पारे मुझे हलदी दौनी कारण मोर मछरे मुझे हलदी देती मसला ग्राइंडिंग करी हलदी से हलदी दौनी आपको जब टे फिका फिका लगे ये हलदी आप एड करेंगे मत तो ठीक ठाक लगुच पछरे देखा लुण तो ठीक है हलदीटा मुझे पछरे देखा मुझे देदेली आप चाहिए पानी देदेवे पानी दे सारा पानीटा फुटला आप माछ फुलकोबी की एड करेंगे बर्तमान मुझे दे मोर माछ आ फुलकोबी देखो एमती माछ फुलकोबी दे दूची गैसटा को स्लो करेंगे ना तल पटू लगी से गैसटा को स्लो करके माछ को एड करदे ना सब डायरेक्ट भांगी पकईदे ना माछ गुड़ाक भांगी से गोटे गोटे करदे मुंडटा तरकारी प्राय लोक दिखती अलग किसी घंट फंट करती कि मुंडटा मोर बहुत प्रिय माछ मु खाएनी मत मुंडटा बहुत प्रिय आ सहित आउ गोटे मोर प्रिय अच्छी मुझे देखेबी से आपको सेटा मो छुआ मानकर बहुत विरोधी आ मोर बहुत प्रिय एठी मु देदेली एठी गैसटा को टिके स्लो जो करी टिके मीडियम करदेवी तापर मुझे देदेवी पानी देदेवी कौन ये देखो मुझे जो ग्राइंडिंग कर रखी से जारटा को धोई देती से पानी देवी आपड़ ये चाहिए ये पानी देवे सहित गरम पानी भी आपड़ देपारे यहाँ मोर टिके नखसुम पानी आपणकर हिसाब से आप पानी देवे जी आपको झोलटा दरकार से देवे मोर ये आलूटा अलरेडी अल्प आउ सीझब मु भाजला बेले सीझी देती पानी आउ टे देदेबा तापर मु देखा केमी फुटला मुझे आउ खाइबापी जोगाड़ कारण जेहेतु कि मत ही सब करने को पड़ो से खाइबापी जोगाड़ कर देखिए केमी वाव देखते तरकारीटा अलरेडी हो गलानी आलू बढ़िया रकम सीझी जापर मुझे कहती मोर आउ गोटे बहुत प्रिय यहीटा देखो लंका किंतु मो पिला मानकर प्रिय नुह मुझे जमी हेल्ले पकईबी कारण छुआ मैंने तो अभ्यास रखिए ना मुझे चिरी दे पूरा पुंडुका पुंडुका लंका पकईदेली कारण यहीटा पचर देले तरकारी तीखा हे कारण मुझे बेसी लंका देना गुंड तो यूज करना खाली रेड चिली पाउडर देती गुंड यूज करना मुझे पचरे पकई तापर मुझे देती जाकि कंचा लंका बाटी देखो आपको जी झोल हिसाब से रखिए मत ये झोल ठीक अच्छे बस ये मुझे बंद करदेवी से खाया जा लगा बिले को आगे देखी दियो आ ना देखो रेडी होगा आलू आ फुलकोबी गोटे सुंदर मजेदार रेसिपी जदि आपन को मो वीडियो भल लगी ताले निश्चिंत बनाई खातु घरे समस्त परिवार समस्त को खुआतु आउ खाइबा संगे संगे मो वीडियो टिके लाइक करंतु सब्सक्राइबर गोटे गोटे बनी जातो कमेंट रे मध्ये कहंतु ठीक भल हेछि कि खराब हेछि कारण आपनकर कमेंट सुनिले मु आउ टिके उत्साहित हेबी आउ किछि नुवा रेसिपी निश्चिंत आनिबी आज पई एतिकी रहिली धन्यवाद जय जगन्नाथ।